ଆପଣଙ୍କର ଚାକିରି କ୍ଷେତ୍ରରେ ବିଫଳ ହେଇଛନ୍ତି, ଆପଣ ଯେକୌଣସି କାର୍ଯ୍ୟରେ ବିଫଳ ହେଇଛନ୍ତି, ମୁଁ ଆପଣ କହିବା ପାଇଁ ଚାହେଁ ତାର ପ୍ରତିକାର ଅଛି। ଫେଲିୟର ଇଜ ନଟ୍ ଫାଇନାଲ। ଅନେକ ଲୋକ ବିଫଳ ହେଇକି କ'ଣ ହେଇଯାଆନ୍ତି, ପୁରା ଭାଙ୍ଗି ପଡ଼ନ୍ତି, କିଏ ମଦୁଆ ହେଇଯାଏ, କିଏ ପ୍ରାର୍ଥନା ଛାଡ଼ିଦିଏ, କିଏ ପୁରା ଜୀବନ ବଞ୍ଚିବାର ଆଶା ଛାଡ଼ିଦିଏ। ପ୍ରତ୍ୟେକ ବିଫଳତାର ପ୍ରତିକାର ଅଛି। ସାହାଯ୍ୟ ପ୍ରଭୁଙ୍କ ଠାରୁ ଆସେ, ଆଉ ଆପଣ ପ୍ରଭୁଙ୍କ କତିକି ଯାଆନ୍ତୁ, ସେ ଆପଣଙ୍କୁ ସାହାଯ୍ୟ କରିବେ। ପ୍ରଭୁ ଯୀଶୁ ନିଜେ ଆସିଛନ୍ତି ସାହାଯ୍ୟ କରିବା ପାଇଁ। ମନେ ରଖିଥାନ୍ତୁ, ଯଦି ଆପଣଙ୍କୁ ସାହାଯ୍ୟ କରିବା ପାଇଁ କେହି ନଥିବେ, ସେ ସବୁ ଜଣେ ଅଛନ୍ତି ଜଣେ ସାହାଯ୍ୟକାରୀ। ପ୍ରଭୁ ଯୀଶୁ ଦେଖିଲେ ଏମାନଙ୍କର ନେହୁରା ଅବସ୍ଥା। ଯଦି ଏମାନେ ମାଛ ଧରିକି ନ ଯାଇଥାନ୍ତେ, ପଚାରିଥାନ୍ତେ କ'ଣ ଆଣିଲ, ରାତି ସାରା ଯାଇଥିଲ 7 ଜଣ, ସମୁଦ୍ର ସାରା ଅଣ୍ଡାଳି ପକାଇଲ, କ'ଣ ପାଇଲ? କିଛି ପାଇନ। କ'ଣ କହିଥାନ୍ତି ସେମାନେ? ଲୋକମାନେ କହିଥାନ୍ତି, ତୁମେ ଯୀଶୁଙ୍କ ସାଙ୍ଗରେ ଥିଲ ପରା, ଏଇ କେତେ ଦିନ ହେଲା ନାହାନ୍ତି, ସେ ଥିଲ ପରା। ନାହିଁ, ଆପଣ ପୂର୍ବ ଅନୁଭୂତିରେ ଏବେ ଆଶୀର୍ବାଦ ପାଇପାରିବେନି। ଆପଣ ଯୀଶୁଙ୍କ ସହିତ ଚାଲୁଥିଲେ, ଯୀଶୁଙ୍କ ସହିତ ବସୁଥିଲେ, ଯୀଶୁଙ୍କ ସହିତ ରହୁଥିଲେ, କିନ୍ତୁ ବର୍ତ୍ତମାନ ଯଦି ଯୀଶୁଙ୍କ ସହିତ ନାହାନ୍ତି, ବିଫଳତା ଶିକାର ହେବେ ଆପଣ। ପୁଣି ଥରେ ତାଙ୍କ ସହଭାଗିତାକୁ ଫେରି ଆସିଲେ, ପୁଣି ଥରେ ତାଙ୍କ ସଙ୍ଗତିକୁ ଆସିଲେ, ପୁଣି ଥରେ ତାଙ୍କ ରୋଗକୁ ଶୁଣିବେ, ଆପଣ ପୁଣି ଥରେ ଆପଣ ବିଫଳତାରୁ ଆଗକୁ ଆସିପାରିବେ। ଆପଣଙ୍କ ପୂର୍ବ ଅନୁଭୂତି, ଆପଣଙ୍କ ପୂର୍ବ ଜ୍ଞାନ ଏସବୁ କିଛି କାମ କରିବେ। ବର୍ତ୍ତମାନ ପ୍ରଭୁଙ୍କ ସହିତ ଅଛନ୍ତି। ଆପଣଙ୍କ ବିଫଳତାର ପ୍ରତିକାର ହେଇପାରିବ ଯଦି ଯୀଶୁଙ୍କ କଥା ମାନିବେ ଆଉ କାର୍ଯ୍ୟ କରିବାକୁ ହେବେ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ।